ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକର ଲୋକାର୍ପଣ ଓ ଆଲୋଚନା ଉତ୍ସବ। ଭୁବନେଶ୍ୱର ଆଜି ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକର ଲୋକାର୍ପଣ ଓ ଆଲୋଚନା ବୁଲନ ଭାଇ ମଣ୍ଡପ ମାଷ୍ଟର କ୍ୟାଣ୍ଟିନ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ ଶ୍ରୀ ଜଗନ୍ନାଥଙ୍କର ସୌରଭ ସମ୍ଭାର ପୁସ୍ତକ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସଂସ୍କୃତି ସୌରଭର ସୁଗନ୍ଧ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆମର ପ୍ରୟାସ। ଡକ୍ଟର ନାରାୟଣ ମହାପାତ୍ର, ସୁରେଶ ମିଶ୍ର, ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ପ୍ରଦୀପ କୁମାର ସାହୁ, ବିଜୟ ମୋହନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ବିଜୟ ଦାସ ଓ ବିଶିଷ୍ଟ ଅତିଥି ପଣ୍ଡିତ ଦାଶରଥୀ ସାମନ୍ତରାୟଙ୍କ ଦ୍ୱାରା ପୁସ୍ତକର ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କର ବହୁ ରୋଚକ ପୂର୍ଣ୍ଣ ତଥ୍ୟ ବିଷୟରେ ଏହି କର୍ମଶାଳାରେ ସକାଳ 10:30 ଦିବା 1:30 ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା। ପ୍ରଥମେ ଭାରତୀ ଭୂଷଣ ପଟ୍ଟନାୟକ, ସ୍ୱର୍ଣ୍ଣଲତା ପାଣି, ତେଜସ୍ୱିନୀ ରଥ, ଅନୁପମା ମିଶ୍ର, ଦିବ୍ୟରଞ୍ଜନ ପଟ୍ଟନାୟକ, ଦିଲ୍ଲୀପ ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତିଙ୍କ ଦ୍ୱାରା ସୁନ୍ଦର ଭଜନ ପରିବେଷଣ କରାଯାଇଥିଲା। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର କର୍ମଶାଳାରେ ଆପଣମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବାରୁ ଅନୁଷ୍ଠାନ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ମହାପ୍ରଭୁଙ୍କର ପ୍ରିୟ ନୁଖୁରା ଖେଚଡ଼ି, ଡାଲମା ଓ ଆମ୍ବୁଲ ରାଇ ସମସ୍ତଙ୍କ ପ୍ରସାଦ ଭାବେ ପାଇବାକୁ ଦିଆଯାଇଥିଲା। ଡକ୍ଟର ନାରାୟଣ ମହାପାତ୍ରଙ୍କ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ସଂସ୍ଥାନ ଇଣ୍ଡିଆ ଦ୍ୱାରା ଏହା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରୁ ନୀରଜ କୁମାର ସେଠୀଙ୍କ ରିପୋର୍ଟ, ଅଷ୍ଟକଳା ନ୍ୟୁଜ୍।